New Wave Radio. New Wave Radio. नमस्कार, ମୁଁ ଚିନ୍ମୟୀ ମହାନ୍ତି। ମୁଁ ଆଜି କେନ୍ଦ୍ର ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କାର ପ୍ରାପ୍ତ ଗଳ୍ପ ଇଟାଭାଟିର ଶିଳ୍ପୀ, ଯାହାକୁ ଲେଖିଛନ୍ତି ବିଶିଷ୍ଟ କଥାଶିଳ୍ପୀ ଶ୍ରୀମତୀ ଗାୟତ୍ରୀ ସରାଫ, ସେହି ଗଳ୍ପଟିକୁ ପଢ଼ି ଶୁଣାଇବାକୁ ଯାଉଛି ଆପଣମାନଙ୍କୁ। ଆଶା କରେ ଗଳ୍ପଟି ଆପଣମାନଙ୍କୁ ନିଶ୍ଚୟ ଭଲ ଲାଗିବ ଏବଂ ସମସ୍ତଙ୍କର ମନକୁ ଛୁଇଁବ। ଏଇଠି ଗୋଟିଏ କଥା କହି ରଖୁଛୁ, ଯେହେତୁ ଇଟାଭାଟିର ଶିଳ୍ପୀ ଗଳ୍ପଟି ଟିକେ ଦୀର୍ଘ, ସେଥିପାଇଁ ସୀମିତ ସମୟ ମଧ୍ୟରେ ସମ୍ପୂର୍ଣ୍ଣ ଗଳ୍ପଟିକୁ ଉପସ୍ଥାପନ କରିବା ସମ୍ଭବପର ହେଉନି। ଆମେ ସେଥିପାଇଁ ଏହାକୁ 3 ଭାଗରେ ବିଭକ୍ତ କରିଛୁ ଏବଂ ଲଗାତାର ଭାବରେ 3 ଦିନ ଧରି ଠିକ୍ ଏହି ସମୟ ମଧ୍ୟରେ ଆପଣ ଗୋଟିଏ ଗୋଟିଏ ଭାଗ କରି 3ଟି ଭାଗ 3 ଦିନ ମଧ୍ୟରେ ସମ୍ପୂର୍ଣ୍ଣ ଭାବରେ ଗଳ୍ପଟିକୁ ଶୁଣିପାରିବେ। ଆଶା କରୁଛୁ ଆପଣମାନଙ୍କୁ ଭଲ ଲାଗିବ ଏବଂ ଆମର ଏହି ଚ୍ୟାନେଲଟିକୁ ଆପଣମାନେ ଆପଣମାନଙ୍କର ଯଥେଷ୍ଟ ଭଲ ପାଇବା ଦେବେ। ମୁଣ୍ଡ କୁଣ୍ଡେଇ ପାରିଲାନି, ପିନ୍ଧି ପାରିଲାନି ସାର୍ଟ ପ୍ୟାଣ୍ଟ। ବାପା ମାଆଙ୍କ ମୁଣ୍ଡରେ ଚଡ଼କ ପଡ଼ିଲା। ବାବୁ ଉଦାସ ରହିଲା। ଭାବିଲା, ତା ହାତର ଯଦି କିଛି ହୁଏ ତେବେ ନାଇଁ। ସେ ପୁଣି ଭଲ ଭାବନା ମନକୁ ଆଣେ। ତା ହାତ ଭଲ ହେବ, ସେ ସବୁ କରିବ, ପାଠ ପଢ଼ିବ, ଚାଷ କାମରେ ବାପା ମାଆଙ୍କ ସାହା ହେବ, ଆଉ ମୂର୍ତ୍ତି ବି ଗଢ଼ିବ। ଏମିତି କେତେ ନୂଆ ଆଶା କମଳୁଥିଲା। ଆକାଶରେ ଗୋଟି ଗୋଟି ତାରା ଫୁଟୁଥିଲା। ସେ ତାରାମାନେ ଆକାଶକୁ ଆଲୁଅ ଦେଲେ, ବାବୁକୁ ନୁହେଁ। ବାବୁ କିନ୍ତୁ ଅନ୍ଧାରରେ ରହିଲା। ତା ବାପା ମାଆଙ୍କୁ କିଛି ବୁଦ୍ଧି ଦିଶୁନଥିଲା। ସେମାନେ ବାଟବଣା ହେଇ ପଡ଼ୁଥିଲେ, କିନ୍ତୁ ମଝିରେ ମଝିରେ ବାବୁକୁ କହୁଥିଲେ, ଗାଁକୁ ପଳେଇବାରେ ବାବୁ, ଡାକ୍ତର ଦେଖେଇବା, ବଡ଼ ଡାକ୍ତରଖାନା ଯିବା। କିନ୍ତୁ 6 ମାସ ତ ପୁରୀ ନାହିଁ, ଆହୁରି 22 ଦିନ ବାକି। ସେମାନେ ପୁଣି ଶୁଣିଛନ୍ତି ମାଲିକର ମର୍ଜି। ଇଚ୍ଛା ହେଲେ ଛାଡ଼ିବ, ନହେଲେ ବର୍ଷେ କି 2 ବର୍ଷ ବି ରଖିଦେବ। ଏଇ ତ ସେଦିନ ଜଣେ ଶ୍ରମିକ ନେହୁରା ହେଇ ତା ଗାଁକୁ ଫେରିଯିବାକୁ କହୁଥିଲା। ହେଲେ ସେ କ'ଣ ଛାଡ଼ିଲା? ଓଲଟା ଧମକ ଚମକ ଦେଲା। ତା ଧୋତି ଟାଣିଦେଲା ସଭିଙ୍କ ଆଗରେ। ଶ୍ରମିକ ଯିବାର ଆଉ ନାଁ ଧରିଲାନି। ତେବେ ବାବୁ ଏମିତି ଛଟପଟ ହେଉଥିବ। ଭାଗ୍ୟକୁ ନିନ୍ଦି ସେମାନେ ଏମିତି ପଡ଼ି ରହିଥିବେ। ଦେଖ ସେଇଟା ଗୁଡ଼ାକୁ, ଆଗ ଦେହ ପା ଜୀବନ, ପଛରେ ଆଉ ସବୁ। ସେମାନେ କ'ଣ କରିବେ, କ'ଣ କରିପାରିବେ? ନା, ଡରିଲେ ଚଳିବନି। କିଛି ଗୋଟେ କରିବାକୁ ହବ, ବିପଦ କରିବାକୁ ହବ। ଦିନେ ମୁହଁ ଚାହାଁ ଚାହିଁ ହେଲେ, ଟୁପଟାପ କଥା ହେଲେ। ଆଉ କେତେଜଣ ବି ଜୀବନ ବିକଳରେ ସେମିତି କରନ୍ତି। ସେମାନେ କରିବେ। ଖସି ପଳେଇବେ ଅନ୍ଧାର ରାତିରେ। ଥାଉ ସେ ଜିନିଷପତ୍ର, ସାଙ୍ଗରେ ଥିବ ଖାଲି ଗୋଟେ ବାଡ଼ି, ରେଜର ପାତି ଆଉ 2 ପ୍ୟାକେଟ ମିର୍ଚ ଗୁଣ୍ଡ। କାମରେ ଆସିପାରେ। ଠିକ୍ ହେଲା, ଦମ୍ଭ କରିବେ, ସାହସୀ ହେବେ। ଯାହା ହବ ଦେଖାଯିବ। ଜିତିଲେ ଜୀବନ, ହାରିଲେ ମରଣ। ବାବୁର ବାପା ଆଗରୁ ବାଟଘାଟ ଠାବ କରିନେଲା। ଆସିଲା ସେ ରାତି, ଅନ୍ଧାର ପାରି ହେବାର ରାତି, ଆତଙ୍କର ଭରା ନଈ ପହଁରିବାର ରାତି। ଉଠପଡ଼ ଛାତି, ଦେବତାଙ୍କୁ ସୁମରଣ କରି ଛାଡ଼ିଲେ ସେମାନେ ଗୁଡ଼ସି। ସହଜ ନଥିଲା କିଛି। ପାଦେ ପାଦେ ବିପଦ। ଚୌକିଦାରର ହୁଇସିଲ, କୁକୁରମାନଙ୍କର ଭୋ ଭୋ, ମଦ, ମଦ୍ୟପ, କୋଉଠି ନାରୀ କଣ୍ଠର ହସ, ଆଉ କୋଉଠି କାନ୍ଦଣା। ତା ଭିତରେ 3 ଅସହାୟ ପ୍ରାଣୀ। ଛଡ଼ି ପଡ଼ୁଥାଏ ବଳ, ଦମ୍ଭ, ସାହସ। ତଥାପି ଧୀରେ, ଗୋପନରେ, ସତର୍କରେ ତାଙ୍କର ପଳାୟନ ଅଭିଯାନ। ଏ ଇଟାଭାଟିର ଶେଷ କୋଉଠି? ସାହ ହୁଏ ଦେବତା,
ସାହା ହୁଅ ହେ ଦେବତା, ହେ ପାହାଡ଼, ହେ ଝରଣା, ଚିରେ ଚିରକୁନ। ଶୁଣିଲା ସମୟରେ ଦେବୀ ସାହା ହେଲା। ଶୁଣିଲା ଜୀବନ, ଦେବତା ରାହା ଦେଲା। ପାରି ହେଇଗଲେ ତିନି ପ୍ରାଣୀ, ଭରା ଆତଙ୍କର ନଈ। ମୁଖ୍ୟ ରାସ୍ତାରେ ଅଟୋ, ରେଳ ଷ୍ଟେସନ। ବୁଝାବୁଝି ପଚରା ଉଚରା କରି ରେଳ ଚଢ଼ା। 2 ଥର ରେଳ ବଦଳ। ତାପରେ କଣ୍ଟାବାଞ୍ଜି ରେଳ ଷ୍ଟେସନ। ସେଇଠୁ ନିଜ ଗାଁ, ନିଜ ଘର। ଓଃ, ଗୋଟେ ବଡ଼ ଲଢ଼େଇ ଜିତିବା ଖୁସିରେ ସେମାନଙ୍କ ଆଖିରୁ ଲୁହ ଝରିଗଲା। ହେଲେ ଲଢ଼ିବାକୁ ଥିଲା ଆଉ ଏକ ଲଢ଼େଇ, ବାବୁର ହାତ ପାଇଁ। ବାବୁର ବାପା ପ୍ରଥମେ ସରପଞ୍ଚ ଘରକୁ ଗଲା, କିନ୍ତୁ ସେ କହିଲେ ବ୍ୟସ୍ତ ଅଛି ମୁଁ, 2 ଦିନ ଛାଡ଼ିକି ଆସେ। ସମୟ ବି ତା ପାଖରେ ନଥିଲା। ବାବୁକୁ ନେଇ ସିଧା ଦେଖାକଲା ବିଡ଼ିଓଙ୍କୁ, ଲେଖା ଦେଲା। ଶ୍ରମ ବିଭାଗ ଅଧିକାରୀଙ୍କୁ କପି ଦେଲା। ରେଡ୍କ୍ରସ ପାଣ୍ଠିରୁ କିଛି ସହାୟତା ରାଶି ମିଳିଲା। ଘରର ଶେଷ ସମ୍ବଳ, 1/2 ଏକର ଜମି ବି ବିକ୍ରି ହେଲା। ତାପରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଯାତ୍ରା। ବାବୁ ସେତେବେଳକୁ ନିଜ ଅଜାଣତରେ ହେଇଯାଇଥିଲା ଇଟାଭାଟିର ନାୟକ। ଡାକ୍ତରଖାନାରେ ଭର୍ତ୍ତି କରାଗଲା ତାକୁ। ଜିଲ୍ଲା ପ୍ରଶାସନ, ସମାଜକର୍ମୀ, ଗଣମାଧ୍ୟମ ପ୍ରତିନିଧି ତା ପାଖକୁ ଆସିଲେ। ତା ଫଟୋ, ତା ହାତର ଫଟୋ, ତା ଦୁଃଖର କାହାଣୀ ସବୁ ଟିଭି ଚ୍ୟାନେଲରେ ପ୍ରସାରିତ ହେଲା। ତାକୁ ଦେଖିବାକୁ ଲୋକ ଆସିଲେ। ସରକାରୀ ଚିକିତ୍ସା ଚାଲିଲା, କିନ୍ତୁ ତା ହାତର ଅବସ୍ଥା ସୁଧୁରିଲା ନାହିଁ। ବିଶେଷଜ୍ଞ ଡାକ୍ତର କେସ୍ଟିକୁ ରେଫର କରିଦେଲେ ବୁର୍ଲା ଡାକ୍ତରଖାନାକୁ। ପରିବାରଟି ହତାଶ ଦିଶିଲେ। ବାବୁ ବାରବାର ପଚାରିଲା, ମୋ ହାତ କ'ଣ ଭଲ ହବନି? ମୁଁ କାମଦାମ କରିପାରିବିନି? ଦାଦନ ହିତ ପାଇଁ କାମ କରୁଥିବା ଯୁବ ସମାଜକର୍ମୀ ବାବୁ ଓ ତା ବାପା ମା ତାକୁ ଆଶ୍ୱାସନା ଦେଲେ। ମୁଁ ତମ ସାଙ୍ଗରେ ବୁର୍ଲା ଯିବି କହି ସେମାନଙ୍କୁ ବୁର୍ଲା ନେଇଗଲେ। କେତେଜଣଙ୍କ ସହ ମୋବାଇଲରେ ଯୋଗାଯୋଗ କଲେ। ବୁର୍ଲା ବଡ଼ ଡାକ୍ତରଖାନା। ବାବୁକୁ ଭର୍ତ୍ତି କରାଗଲା। ଘଟଣାଟି ଉପରେ ସରକାର ଦୃଷ୍ଟି। ତେଣୁ ସାଙ୍ଗେ ସାଙ୍ଗେ ଔଷଧ, ଇଞ୍ଜେକ୍ସନ, ପରୀକ୍ଷା ନିରୀକ୍ଷା, ଏକ୍ସରେ ରିପୋର୍ଟ। ବାବୁର ସେ ଗୋଟିଏ ପ୍ରଶ୍ନ ଡାକ୍ତରଙ୍କୁ, ମୋ ହାତ ଭଲ ହେଇଯିବ ତ? ହଁ, ମୁଁ କାମ କରିପାରିବି, ମୂର୍ତ୍ତି ଗଢ଼ିପାରିବି। କିନ୍ତୁ ସତ କଥାଟି ଶୁଣିଲେ ତା ବାପା ମା ଆଉ ସମାଜକର୍ମୀ। ବାପା ମା ଲତ୍ କରି ତଳେ ବସି ପଡ଼ିଲେ। ସେମାନଙ୍କ ମନ ତଳର ବନ୍ଧ ଉଛୁଳି ପଡ଼ିଲା। ଦୁଃଖ ବେଦନାର ପାଣି ସୁଅ ମାଡ଼ିଗଲା ଚାରିଆଡ଼େ। ବାବୁର ହାତର ଅବସ୍ଥା ଠିକ୍ ନାହିଁ। ସେପ୍ଟିକ୍ ହେଇଯାଇଛି। ଔଷଧ, ଇଞ୍ଜେକ୍ସନରେ ଭଲ ହବନି। ଅପରେସନ କରି କହୁଣୀ ତଳୁ ହାତଟିକୁ କାଢ଼ିଦେବାକୁ ହବ, ନହେଲେ ତା ଜୀବନ ପାଇଁ ବିପଦ। କେତେଟା ଟେଷ୍ଟ ପରେ ସାଙ୍ଗେ ସାଙ୍ଗେ ଅପରେସନ କରାଯିବ, ସେଇଟା ଜରୁରୀ। ଅପରେସନ ହେଲା। ଦାଦନ ଖଟି ଯାଇଥିବା ଜଣେ କିଶୋର ଶ୍ରମିକର ହାତ କଟିଗଲା। କଥାଟି ବିଧାନସଭାକୁ ଗଲା। ଦେଶ ଶୁଣିଲା। ଇଏ ତ ଏକ ଜାତୀୟ ଲଜ୍ଜା ବୋଲି ହୋ ହଲ୍ଲା କଲେ ବିରୋଧୀ ଦଳ। ବାବୁର ହୋସ୍ ଆସିଲା। ସେ ଜାଣିଲା। କାନ୍ଦି କାନ୍ଦି ପଚାରିଲା, ମୋ ହାତ କାହିଁ? ସେ ସ୍ୱର ଶୁଭିଲା ଚାରିଆଡ଼େ। ହେଲେ ସେ ସ୍ୱରର ଉତ୍ତର କୌଣସି ଭାରତୀୟଙ୍କ ପାଖରେ ନଥିଲା। ତେଣୁ ତା ସ୍ୱର ହଜିଗଲା ଶୂନ୍ୟରେ। ସମାଜକର୍ମୀ ବାବୁକୁ ବୁଝେଇଲେ, ତାର ମନୋବଳ ବଢ଼େଇଲେ। ଝିଅଟିର ହାତ ନାହିଁ, ସେ ପାଟିରେ ବ୍ରସ୍ ଧରି ଚିତ୍ର ଆଙ୍କୁଛି, ଆଉ ପିଲାଟିଏ ପାଦରେ କଲମ ଧରି ବୋର୍ଡ଼ ପରୀକ୍ଷା ଦେଉଛି। ଏମିତି କିଛି ଫଟୋ ଯାର ମାନେ ହେଲା ବାବୁର ଡାହାଣ ହାତଟି ଛାଡ଼ି ବାକି ସବୁ ଠିକ୍ ଅଛି। ପ୍ରବଳ ଇଚ୍ଛା ଶକ୍ତି ନେଇ ଜଣେ ସବୁ କରିପାରେ। ଚାହିଁଲେ ବାବୁ ବି ଅନେକ କାମ କରିପାରିବ। ଜୀବନ ଜୀଇଁବାର କଳା ଶିଖେଇ ସମାଜକର୍ମୀ ଚାଲିଗଲେ। ବିଛଣାରେ ଶୋଇ ଶୋଇ ବାବୁ ବଡ଼ ଲୋକ ପରି ଭାବିଲା। ନିଜ ବୟସଠୁ
ବୟସ୍କ ହେଇଗଲା, ଦୃଢ଼ ହେଲା ଦିନକୁ ଦିନ। ତା ଭିତରେ ବିଶ୍ୱାସଟିଏ ତିଆରି କଲା ଯେ ସେ ଅକ୍ଷମ ନୁହେଁ। ସେ ମାଟି ହାଣି ପାରିବ, ହଳ କରିପାରିବ, ପାରିବ ବି ମନୋରମାର ମୂର୍ତ୍ତି ଗଢ଼ି। ସେ ତା ମାଆକୁ କହିଲା, ମା ଗୋ, ମୁଇଁ ମୂର୍ତ୍ତି ଗଢ଼ିପାରିବି। ଦୁଃଖରେ ବି ମା ଓଠରେ ଧାରେ ହସ ଖେଳିଗଲା। ଡାକ୍ତରଖାନାର ପରିସରର ଗଛମାନେ ପବନରେ ଦୋଳି ଝୁଲିଲେ, ବିଶ୍ୱାସ ଦେଲେ। 21 ଦିନ ପରେ ବାପା ମାଙ୍କ ସହ ବାବୁ ଫେରିଲା ଗାଁକୁ। ଗାଁ ଆହୁରି ନିଜର ଲାଗିଲା। ବ୍ୟାଗ୍ ବୁଚକାରେ ଭରି ନେଇ ଆସିଥିଲା ଆଶା, ବିଶ୍ୱାସ ଓ ଅମାପ ଇଚ୍ଛା ଶକ୍ତି। ଗାଁ ଲୋକ ଦେଖି ଆସିଲେ, ଆହା ଆହା କଲେ। ଆସିଲା ବି ମନୋରମା, ସେମିତି ଲାଲ ଫ୍ରକଟେ ପିନ୍ଧି। କହିଲା, ମୋର ପାଇଁ ତୋର ଏ ଦଶା, ମୋର ଆଉ ମୂର୍ତ୍ତି ଦରକାର ନାହିଁ। ଟିକେ ହସି ଦେଇ ବାବୁ କହିଲା, ହାତ କଟିଛି ଯେ ମୂର୍ତ୍ତି ବନେଇ ପାରିବିନି ଭାବୁଛୁ କି? ପାରିବି, ଗୋଟେ ନୁହେଁ, ଏବେ 3ଟା ମୂର୍ତ୍ତି ଗଢ଼ିବି। ଗୋଟେ ତୋର, ଗୋଟେ ମୋର, ଆଉ ଗୋଟାକୁ ଥାପନା କରିବି ଗାଁର ସୁରସିଆଁ ଗଛ ତଳେ। ତ କିଛି ଦିନ ଉତ୍ତାରୁ ବାବୁ ଘରର ଜମି ମୁକୁଳିଲା। ବାପା ମା ସଜବାଜ ହେଲେ ଚାଷବାସ ପାଇଁ। ବାବୁ ପାଇଁ ମାଟି ବି ଆସିଲା। ସେ ଗଢ଼ିବା ଆରମ୍ଭ କଲା ମନୋରମାର ମୂର୍ତ୍ତି। ବାପା ମାଙ୍କ ସାହାଯ୍ୟ ନେଲା ନାହିଁ, ନିଜେ ସବୁ କଲା। ଭାରି କଷ୍ଟରେ କଲା। ଗୋଟେ ଝୁଁ, ଗୋଟେ ଜିଦ୍ ନେଇ, ନିଶ୍ଚୟ ପାରିବ। ସେ ଗଢ଼ିଲା, ଭାଙ୍ଗିଲା, ପୁଣି ଗଢ଼ିଲା। ଝୁଣ୍ଟି ପଡ଼ିଲେ ବି ବାର ବାର ଉଠି ଠିଆ ହେଲା। ଗାଁରେ ଡିବି ଡିବି ବାଜିଲା ତା କାମ ନେଇ। ଲୋକେ ଫୁସୁରୁ ଟୁପୁରୁ ହେଲେ, ସରପଞ୍ଚ ଝିଅର 3ଟା ମୂର୍ତ୍ତି ଗଢ଼ୁଛି ବାବୁ। ସରପଞ୍ଚ ଯିଏ MLA ହେବାର ସ୍ୱପ୍ନ ଦେଖୁଥିଲେ, ସେ ବି ଶୁଣିଲେ, ରାଗରେ ଚଳିଲେ। କ'ଣ ତାର ଉଦ୍ଦେଶ୍ୟ? ମୋ ଝିଅକୁ ବଦନାମ କରିବ? ସେ ଖବର ପଠେଇଲେ ତା ବାପାକୁ, ମୋ ଝିଅର ମୂର୍ତ୍ତି ଗଢ଼ିବ ତୋ ପୁଅ, ଏଡ଼େ ବହପ, ଭାଙ୍ଗି ଦଉ ତାକୁ, ନହେଲେ ଏ ଗାଁରେ ତମେ ରହିପାରିବନି। ମୂର୍ତ୍ତି ଭାଙ୍ଗିଲାନି, ଆହୁରି ଫୁଟିଲା, ଆହୁରି ଜୀବନମୟ ଦିଶିଲା। ପୁଣି ଆସିଲା ଧମକ, ଶଳା କେମ୍ପା, ମୋ ଝିଅ ଉପରେ ଖରାପ ନଜର, 3ଟା ମୂର୍ତ୍ତି ଗଢ଼ିବ, 3 ପିସ୍ କରି କାଟିଦେବିନି ଆର ହାତଟି। ବାପା ମା ଡରିଗଲେ। ସରପଞ୍ଚ ଚାହିଁଲେ ସବୁ କରିପାରିବେ, କିନ୍ତୁ ବାବୁ ନିର୍ଭୀକ ହେଇ ଉତ୍ତର ଦେଲା, ଆମ ସରପଞ୍ଚ ବି ତାହେଲେ ହାତ କାଟି ଦେଇପାରିବେ? ତାହେଲେ ଇଟାମାଟିର ମାଲିକ ଆଉ ତାଙ୍କ ଭିତରେ ଫରକ କ'ଣ? ହାତ କଟିଲେ ବି ମୋର ମୂର୍ତ୍ତି ଗଢ଼ା ବନ୍ଦ ହବନି। ଯାଅ କହିଦିଅ ସେ ଆଜ୍ଞାକୁ। ଦରିଦ୍ରିଆ ପିଲାର ଏଡ଼େ ସାହସ, ତା ଘରେ ନିଆଁ ଲଗେଇଦେବି। ସାରା ଗାଁ ଜାଣିଲା। ସରପଞ୍ଚ ବାବୁର ଶୀତଳ ଲଢ଼େଇ ଦିନକୁ ଦିନ ଉଷୁମ ଆଉ ଉଗ୍ର ହେବାକୁ ବସିଲା। ଗାଁ ସାଥୀ ଆସିଲେ, ବାବୁକୁ ବୁଝେଇଲେ, ଜିଦ୍ ଛାଡ଼। ସେ କିନ୍ତୁ ଛାଡ଼ିଲାନି। ବାବୁର ଡ୍ରଇଂ ସାର୍ ଆସି କହିଲେ, ତୁମ ଉପରକୁ ବିପଦ ମାଡ଼ି ଆସୁଛି, ସତର୍କ ହେଇ ଚଳ। ବାପା ମା କହିଲେ ବାବୁକୁ, ମୂର୍ତ୍ତି ଗଢ଼ିବା ଛାଡ଼ିଦେ, ନହେଲେ ଚାଲ ଏ ଗାଁ ଛାଡ଼ିଦେବା। ଗରିବ ହେଲେ ବି ଆମେ ଏ ଦେଶର ସ୍ୱାଧୀନ ନାଗରିକ ବାପା। ନିଜ ଘର, ନିଜ ଗାଁରେ ରହିବା ପାଇଁ ଆମର ବି ଅଧିକାର ଅଛି। ମୂର୍ତ୍ତି ଗଢ଼ିବାକୁ ବି ଅଛି ଅଧିକାର। କେହି ଆମକୁ ମନା କରିପାରିବେନି, ଧମକ ଚମକ ଦେଇପାରିବେନି। ଦେଲେ କ'ଣ କରିବାକୁ ହୁଏ ତା ମୁଁ ଜାଣେ। ସୁବାରାଓ ନାଁରେ ଯେମିତି ରିପୋର୍ଟ ଲେଖେଇଛି ସେମିତି। ଚାଲ ବାପା, ମା ତୁ ବି ଚାଲ। ଥାନାରେ ଅଭିଯୋଗ କଲେ ସେମାନେ। ଥାନା ବାବୁ ସରପଞ୍ଚ ନାଁ ଶୁଣି ଟିକେ ରହିଗଲେ। କହିଲେ, ଯା ଜଣେ ସାକ୍ଷୀ ନେଇ ଆ। କିନ୍ତୁ କେହି ବାହାରିଲେ ନାହିଁ ସାକ୍ଷୀ। ବାବୁ ନିରାଶ ହେଇଗଲା। ବାପା ମା ବି ହତାଶ। ସରପଞ୍ଚ ବିରୁଦ୍ଧରେ କିଏ କହିବ? କାହାର ଡର ନାହିଁ ଯେ ଜୀବନକୁ ସିଏ ଆସିବ। ହେଲେ ହତାଶା ଦୂର କରିବାକୁ ଆସିଲା ଜଣେ। ବାବୁ ଆଗରେ ଠିଆ ହେଲା, କହିଲା, ଚାଲ ତୋ ସାଙ୍ଗରେ ମୁଁ ଥାନାକୁ ଯିବି। ତୁ ଯିବୁ? ନାଇଁ ନାଇଁ ନାଇଁ। ହେଲେ ସେ ଗଲା। ଥାନାରେ କହିଲା, ବାପାଙ୍କୁ ମୁଁ କହିଛି ମୋ ମୂର୍ତ୍ତି ଗଢ଼ିବାରେ ବାବୁର କିଛି ଖରାପ ଉଦ୍ଦେଶ୍ୟ ନାହିଁ। ସେ ମୋର ବଦନାମ କରିବାକୁ ଚାହେଁନି। ସେ ଶିଳ୍ପୀ, ତାର କଳାର ଆଦର କରେ ମୁଁ। ତାକୁ ଉତ୍ସାହିତ କରିବା ପାଇଁ ମୁଁ ହିଁ ତାକୁ ମୂର୍ତ୍ତି ଗଢ଼ିବାକୁ କହିଛି। ହେଲେ ବାପା
ତାଙ୍କ ବଡ଼ ଲୋକୀପଣକୁ ନେଇ ଜିଦ୍ ଧରିଛନ୍ତି। ବାବୁ ଘର ଯେଉଁ ଅଭିଯୋଗ କରିଛନ୍ତି ତା ସତ। ଗାଁ ଛାଡ଼ି ନ ଗଲେ, ମୂର୍ତ୍ତି ଗଢ଼ା ବନ୍ଦ ନ କଲେ ତାଙ୍କ ଘର ଜାଳିଦେବା ଧମକଟି ବି ସତ। ତେଣୁ ଯାହା ନିୟମ ତାହା ଆପଣ କରିପାରନ୍ତି। ଥାନାବାବୁ ଆଶ୍ଚର୍ଯ୍ୟ ହେଇଗଲେ, ଚିନ୍ତିତ ଦିଶିଲେ ବି। ପେନ୍ ଷ୍ଟାଣ୍ଡରୁ ପେନ୍ ଉଠାଇ ସେ କିଛି ଲେଖିବା ଆରମ୍ଭ କଲା ବେଳକୁ ବାବୁ କହିଲା, ଆଜ୍ଞା, ଯାହା ହେଲେ ବି ସେ ଆମ ଗାଁର ସରପଞ୍ଚ ଆଜ୍ଞା। ସେ ଆମର ଗୁରୁଜନ, ମୁଁ ତାଙ୍କୁ ମାନେ। ସେ ଯଦି ମୋତେ ମୂର୍ତ୍ତି ଗଢ଼ିବାରେ ବାଧା ଦେବେ ନାହିଁ କି ଅନ୍ୟ କିଛି ଧମକ ଚମକ ଦେବେ ନାହିଁ, ତେବେ ମୋର ରିପୋର୍ଟ ଲେଖିବା ଦରକାର ନାହିଁ। କଥାଟି ଶୁଣି ଥାନାବାବୁ ଅଟକି ଗଲେ। ଅନ୍ୟଆଡ଼େ ଚାଲିଯାଇ ମୋବାଇଲରେ କାହା ସାଙ୍ଗରେ କଥା ହେଲେ। ଫେରିଆସି କହିଲେ, ମୁଁ ଟିକେ ବାହାରୁ ଆସୁଛି। ପ୍ରାୟ ଅଧଘଣ୍ଟା ପରେ ଫେରିଆସି ହସି ହସି କହିଲେ, ତମେ ସବୁ ଏଥର ଘରକୁ ଯାଅ। ଝଲକାଇ ଶୀତଳ ପବନ ବହିଗଲା। ସେତେବେଳକୁ ପର୍ଦ୍ଦା ଠେଲି ବାବୁ ତାପରେ 2ଟା ମୂର୍ତ୍ତି ହିଁ ଗଢ଼ିଲା। ସୁରସିଆଁ ଗଛ ତଳେ ଥାପନା କରିବା 3 ନମ୍ବର ମୂର୍ତ୍ତିଟି ଆଉ ଗଢ଼ିଲାନି, ବାତିଲ କଲା। ସେ 2ଟାରୁ ସେ ଗୋଟେ ଦେଲା ମନୋରମାକୁ, ଅନ୍ୟଟି ରଖିଲା ନିଜ ପାଖରେ, ନିଜ ଘରେ। ଥକିଗଲା, ହାରିଗଲା ପରି ଲାଗିଲେ ସେ ମୂର୍ତ୍ତି ଆଗରେ ସେ ବସେ। ତା ଲକ୍ଷ୍ମୀ ପାଦରେ ମୁଣ୍ଡ ଥାପି ଦିଏ। ମୂର୍ତ୍ତି ଆଖିରୁ ବି 2 ବୁନ୍ଦା ଲୁହ ଝରି ପଡ଼େ।